ହାଲେଲୁୟା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ମୋ ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଉ ବିଶେଷ କରି ଆଜି ମଧ୍ୟ ପ୍ରଭୁ ଆମମାନଙ୍କ ଜୀବନରେ ଉପହାର ଭାବରେ ଆମମାନଙ୍କୁ ପରମେଶ୍ୱର ଆଉ ଏକ ଦିନ ଦେଇଅଛନ୍ତି। ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ କରୁଅଛୁ। ହାଲେଲୁୟା। ମୋ ପ୍ରିୟ ଭାଇ ଭଉଣୀମାନେ, ବିଶେଷ କରି ଆମମାନଙ୍କ ଜୀବନରେ କ'ଣ ପାଇଁ ଦୁଃଖ ଆସୁଅଛି, ଆମମାନଙ୍କ ଜୀବନରେ କ'ଣ ପାଇଁ ରୋଗ ଆସୁଅଛି, ଆମମାନଙ୍କ ଜୀବନରେ କ'ଣ ପାଇଁ ଅଭାବ ଅନାଟନ ଘଟୁଅଛି, କ'ଣ ଆମ ପରମେଶ୍ୱର ତାହା ଶୁଣୁନାହାନ୍ତି କି? ଆମ ପରମେଶ୍ୱର କ'ଣ ତାହା ସମାଧାନ କରିପାରିବେ ନାହିଁ କି? ମୋର ପ୍ରିୟ ଲୋକମାନେ, ବିବେଚନା କରନ୍ତୁ। ସୁଖ ସମୟରେ ଆନନ୍ଦିତ ହୁଅ, ଦୁଃଖ ସମୟରେ ବିବେଚନା କର। ହାଲେଲୁୟା। ସୁଖ ସମୟରେ ପୁଣି ଆନନ୍ଦିତ ହେବାର ଅଛି, ଦୁଃଖ ସମୟରେ ବିବେଚନା କରିବାର ଅଛି, ଚିନ୍ତା କରିବାର ଅଛି। ହାଲେଲୁୟା। ଦାଉଦ ରାଜା ପରମେଶ୍ୱରଙ୍କର ଅନୁକାରୀ, ଦାଉଦ ରାଜା ପରମେଶ୍ୱରଙ୍କର ମନର ମୁକ୍ତାବଲକ ହେଲେ ମଧ୍ୟ ସେ ଦିନେ ଶୈତାନର ହାତରେ ଶିକାର ହେଇଗଲେ। ଗୀତ ସଂହିତା 118 ପର୍ବ ତାର 8 ପଦରୁ, ଗୀତ ସଂହିତା 118 ପର୍ବ ତାର 8 ପଦରୁ ଆମେମାନେ ପଢ଼ିବା। ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ। ଅଧିପତିମାନଙ୍କ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ। ସମୁଦାୟ ଗୋଷ୍ଠୀବର୍ଗ ମୋତେ ଚାରିଆଡ଼େ ଘେରିଲେ, ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି। ପ୍ରଭୁ ପଠିତ ବାକ୍ୟ ଦେଇ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଛୋଟ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତକାରୀ ସଦାପ୍ରଭୁ, ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ପ୍ରଭୁ, ଆଜିର ବାକ୍ୟ ଯେ ପ୍ରକାର ପ୍ରଭୁ ତୁମ ଲୋକମାନଙ୍କ ଜୀବନରେ କାର୍ଯ୍ୟକାରୀ ହେବ, ସେଥିପାଇଁ ପ୍ରଭୁ ତୁମ ପବିତ୍ର ଆତ୍ମାଙ୍କ ଚାଳନାରେ ପ୍ରଭୁ ଆମମାନଙ୍କୁ କୋଡ଼େ ନିଅ ବୋଲି ତୁମ ଅସୀମ କୃପାରେ ଆମମାନଙ୍କୁ ପ୍ରଭୁ ପରିଚାଳନା କର ବୋଲି ତୁମର ଆତ୍ମାଙ୍କ ଇଙ୍ଗିତରେ ପ୍ରଭୁ ପରମେଶ୍ୱର ଆମେ ଚାଲିବାକୁ, ଯେତିକି ସମୟ ପ୍ରଭୁ ଆମେ ତୁମର ସେ ବାକ୍ୟ ଶୁଣିବୁ, ସେତିକି ସମୟ ପରମେଶ୍ୱର ତୁମର ଅଧୀନରେ ଆମେ ରହିପାରିବୁ ଏବଂ ତୁମର ବାକ୍ୟକୁ ଧ୍ୟାନ ପୂର୍ବକ ଆତ୍ମାର ଅଭିବୃଦ୍ଧି ପାଇଁ ପରମେଶ୍ୱର ଆମେ ତାହା ଶୁଣିବୁ। ସେଥିପାଇଁ ସାହାଯ୍ୟ କର। ମୁଁ ଆଉ ଆମେ ସମସ୍ତେ ତୁମର ବାକ୍ୟ ପାଳନ କରିବା ପାଇଁ, ତୁମର ବିଧିବିଧାନ ମାନିବା ପାଇଁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କର। ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ, ଆମେନ୍। ହାଲେଲୁୟା। ପ୍ରଭୁଙ୍କ ବାକ୍ୟ ନିମନ୍ତେ ଆହ୍ୱାନ କରୁଅଛି ମୋର ପ୍ରିୟ ଲୋକମାନେ। ଏ ଜାଗାରେ ଆଉ ଦାଉଦ ରାଜା କହୁଅଛନ୍ତି କ'ଣ କହିଲେ, ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବାର ଉତ୍ତମ। ହାଲେଲୁୟା। ଦାଉଦ ରାଜା ପରମେଶ୍ୱରଙ୍କୁ କେବେ ବି ଛାଡ଼ି ନାହାନ୍ତି। ବାସ୍ତବରେ ତାହାଙ୍କର ଦୁଃଖ ଆସିବା ସମୟରେ ପ୍ରଭୁଙ୍କୁ କହୁଥିଲେ, ତାହାଙ୍କର ସୁଖ ସମୟରେ, ବିଜୟୀ ସମୟରେ ପ୍ରଭୁଙ୍କୁ ଧନ୍ୟବାଦ ଦେଉଥିଲେ, ପ୍ରଭୁଙ୍କର ମହତ୍ଵ ବିଷୟ ପ୍ରକାଶ କରୁଥିଲେ, ପ୍ରଭୁଙ୍କର ଆଶ୍ଚର୍ଯ୍ୟ ବିଷୟ ସବୁ ସେ ମାନୁଥିଲେ ଆଉ କରୁଥିଲେ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ସେହି ପ୍ରକାର ଦାଉଦ ରାଜାଙ୍କୁ ସେ ସବୁବେଳେ ପ୍ରଭୁଙ୍କର ବିଧାନ ସବୁରେ, ପ୍ରଭୁଙ୍କର ନିକଟରେ ସଦାସର୍ବଦା ତାହାଙ୍କ ବାକ୍ୟରେ ସେ ଆମୋଦ କରୁଥିଲେ, ଆନନ୍ଦ କରୁଥିଲେ। ପରମେଶ୍ୱରଙ୍କ ବାକ୍ୟକୁ ସେ କେବେ ବି ପାସରୁ ନଥିଲେ। ହାଲେଲୁୟା। ପରମେଶ୍ୱରଙ୍କ ବାକ୍ୟ ତାଙ୍କ ହୃଦୟରେ ସଞ୍ଚୟ କରି ରଖୁଥିଲେ। ସେହି ପ୍ରକାର ରାଜାଙ୍କୁ ଶୈତାନ ଛାଡ଼ିଲା ନାହିଁ। ହାଲେଲୁୟା। ସେହି ପ୍ରକାର ଦିବାରାତ୍ର ପରମେଶ୍ୱରଙ୍କ ବ୍ୟବସ୍ଥା ପାଳନକାରୀ ଦାଉଦଙ୍କୁ ଛାଡ଼ିଲା ନାହିଁ ବୋଲି କହିଲେ, ମୋର ପ୍ରିୟ ବନ୍ଧୁ,
ତୁମକୁ ଆଉ ମୋତେ ଶୈତାନ କ'ଣ ଛାଡ଼ିବ କି? ଶୈତାନ ଆମମାନଙ୍କୁ କ'ଣ ପରୀକ୍ଷାରେ ପକାଇବ ନାହିଁ? ଶୈତାନ ଆମମାନଙ୍କ ଜୀବନରେ ପରୀକ୍ଷା ଆଣିବ ନାହିଁ? ଆମମାନଙ୍କୁ ପରୀକ୍ଷାରେ ପକାଇବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟରେ ସେ ଅର୍ଡ଼ର ମାଗିକିରି ଆସୁଅଛି। ହାଲେଲୁୟା। ସେ ଅନୁମତି ମାଗୁଅଛି ଆମମାନଙ୍କୁ ପରୀକ୍ଷା କରିବା ପାଇଁ, ଆମମାନଙ୍କୁ ପତିତ କରିବା ପାଇଁ, ଆମମାନଙ୍କୁ ନଷ୍ଟ କରିବା ପାଇଁ, ଆମମାନଙ୍କୁ ପରମେଶ୍ୱରଙ୍କ ପଥରୁ ଭ୍ରମ କରିବା ପାଇଁ ବା ଆମମାନଙ୍କୁ ବୁଲେଇବା ପାଇଁ ସେ ପରମେଶ୍ୱରଙ୍କ ନିକଟରେ ଅର୍ଡ଼ର ମାଗିକି ଆସୁଅଛି। ଏହା ତୁମମାନେ ଜ୍ଞାତ ହୁଅ, ଏହା ତୁମମାନେ ବୁଝିବାକୁ ଚେଷ୍ଟା କର। ଆମମାନଙ୍କୁ କ'ଣ ପାଇଁ ରୋଗ ପ୍ରାର୍ଥନା କଲେ ବି କେତେ ଥର ଛାଡ଼ିବ ନାହିଁ? ଆମମାନଙ୍କୁ କେତେ ଥର ପ୍ରାର୍ଥନା କଲେ ଛାଡ଼ିଯିବ? ମୋର ପ୍ରିୟ ଲୋକମାନେ, ପ୍ରଭୁଙ୍କର ଇଚ୍ଛା ଅଭିମତରେ ଯେଉଁମାନେ ଚାଲନ୍ତି, ପ୍ରଭୁଙ୍କର ଇଚ୍ଛା ଅନୁସାରେ ଯେଉଁମାନେ ଜୀବନଯାପନ କରନ୍ତି, ସେମାନଙ୍କୁ ପ୍ରଭୁ କହିବା କଥା କ'ଣ ବୋଲି କହିଲେ, ତୁମ ତମ୍ବୁ ନିକଟକୁ କୌଣସି ମହାମାରୀ ଆସିବ ନାହିଁ। ହାଲେଲୁୟା। ପ୍ରଭୁ କହିବା କଥା ହିଁ ସଫଳ କରିବେ। ମାତ୍ର ଆମେମାନେ କ'ଣ କରିବାକୁ ପଡ଼ିବ? ପ୍ରଭୁଙ୍କର ଇଚ୍ଛାକୁ ସାଧନ କରିବାକୁ ପଡ଼ିବ। ଆମେ ଯଦି ପ୍ରଭୁଙ୍କର ଇଚ୍ଛା ଅନୁସାରେ ଯଦି ଚାଲିବା, ପରମେଶ୍ୱର କ'ଣ କରିବେ? ଆମ ଉପରକୁ ଆସୁଥିବା ବିପଦ ସବୁକୁ ଯୀଶୁଙ୍କ ନାମରେ ଦୂର କରିବେ। ହାଲେଲୁୟା। କେତେ କେତେ ସମୟରେ କେବେ କେବେ ପରମେଶ୍ୱର କ'ଣ କରିବେ ବୋଲି କହିଲେ, ଅନୁମତି ମଧ୍ୟ ଦେଉଥିବେ ଶୈତାନକୁ। ତେଣୁ କେବେ କେବେ ଆମ ଜୀବନରେ ଅସଫଳତା ଦେଖିଥାଉ, ସଫଳତା ଦେଖିନଥାଉ, ଆମମାନଙ୍କର କାମ ସଫଳ ହୋଇନଥାଏ। କେବେ କେବେ ସଫଳ ହୋଇଥାଏ, କେବେ କେବେ ସଫଳ ହୋଇନଥାଏ। କେବେ କେବେ ବିଜୟ ଲାଭ କରିଥାଉ, କେବେ କେବେ ପରାଜୟ ହୋଇଥାଉ। ଆମମାନଙ୍କର ଦୈନନ୍ଦିନ ଜୀବନରେ, ଆତ୍ମିକ ଜୀବନରେ ବାର ବାର ପଡ଼ିଯାଇଥାଉ, ଆଉ ଅନୁତାପ କରି ପୁନର୍ବାର ଦାଉଦଙ୍କ ପରି ଠିଆ ହେଇଥାଉ। ହେଲେ ଏଇ ଅସାରତ ଜୀବନ ମଧ୍ୟରେ, ଆମମାନଙ୍କର ଏଇ ଅସାରତ ଜୀବନ ମଧ୍ୟରେ ପ୍ରଭୁ ଦେଇଥିବା ଏଇ 80-90 ବର୍ଷ କାଳକୁ ଆମେମାନେ କ'ଣ କରିବାକୁ ପଡ଼ିବ ବୋଲି କହିଲେ, ଆମେମାନେ ସଦ୍ବ୍ୟବହାର କରିବାକୁ ପଡ଼ିବ। ସଦ୍ବ୍ୟବହାର କରିବାକୁ ପଡ଼ିବ। ଆମମାନଙ୍କର ଏଇ ସମୟକୁ, ଆମମାନଙ୍କର ଏଇ ଆୟୁଷକୁ ପରମେଶ୍ୱରଙ୍କ ନିମନ୍ତେ ବ୍ୟବହାର କରିବାକୁ ପଡ଼ିବ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ମୋ ଜୀବନରେ ମୁଁ ଅନେକ ସମୟକୁ ନଷ୍ଟ କରିଅଛି। ପରମେଶ୍ୱର ମୋତେ ଦିନହୀନ ଦରିଦ୍ର ବେକାରିଆ ଲୋକ ଯେ ମୋତେ ପରମେଶ୍ୱର ତାଙ୍କର ବାକ୍ୟ କହିବା ପାଇଁ ମୋତେ ବ୍ୟବହାର କରିନେଉଛନ୍ତି। ମୁଁ କେଡ଼େ ସୌଭାଗ୍ୟ ଲୋକ ଅଟେ। ମୋତେ କୌଣସି ଦୟା ଦେଖାଇବାର ଯୋଗ୍ୟ ବି ମୁଁ ନଥିଲି। ମୁଁ ଏତେ ଭୁଲ କାମ ଯାକ କରି ବସିଥିଲି ପରମେଶ୍ୱରଙ୍କ ବିରୁଦ୍ଧରେ। କିନ୍ତୁ ପରମେଶ୍ୱର ମୋ ପରି ଦିନହୀନ, ମୋ ପରି ମୂର୍ଖକୁ ପରମେଶ୍ୱର କ'ଣ କରିଛନ୍ତି? ତାହାଙ୍କର ସେବା କରିବା ପାଇଁ ସୁଯୋଗ ଦେଇଅଛନ୍ତି। ମୋର ପ୍ରିୟ ଲୋକମାନେ, ମୁଁ ଯେଉଁ ପ୍ରକାର କଷ୍ଟ ଯାକ ସହିଛି, ମୁଁ ଯେଉଁ ପ୍ରକାର ନିନ୍ଦା ଯାକ ସହିଅଛି, ମୁଁ ଯେଉଁ ପ୍ରକାର ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରିଅଛି, ବୋଧହୁଏ ଅନେକ ଲୋକ କରିନାହାନ୍ତି। ମୋ ଠାରୁ ବଡ଼ ବଡ଼ ସାକ୍ଷ୍ୟ ଗୁଡ଼ାକ ଅଛି। ହେଲେ ଦାଉଦ ରାଜାଙ୍କ ଜୀବନରେ ସେ କେବେ ମଧ୍ୟ ପରମେଶ୍ୱରଙ୍କ ବାକ୍ୟକୁ ପାସୋରି ନାହାନ୍ତି। ସେ କେବେ ମଧ୍ୟ ପରମେଶ୍ୱରଙ୍କ ପଥରୁ ଭ୍ରମି ନାହାନ୍ତି। ପରମେଶ୍ୱରଙ୍କ ପଥରୁ ଅଲଗା ହେଇନାହାନ୍ତି। ସେମିତିକାର ଦାଉଦ ରାଜାଙ୍କ ଜୀବନରେ ଶୈତାନ ପ୍ରବେଶ କଲା। ହାଲେଲୁୟା। ଶୈତାନ ପ୍ରବେଶ କଲା। ଯେତେବେଳେ ଶୈତାନ ପ୍ରବେଶ କଲା, ଆଉ ଦାଉଦ ରାଜାଙ୍କର ମନକୁ ସେ ବଦଳେଇ ଦେଲା। ହାଲେଲୁୟା। ମନୁଷ୍ୟ ତ ଜନ୍ମ ତରା ପାପୀ ଅଟେ। ମନୁଷ୍ୟ ଜନ୍ମଠାରୁ ପାପୀ ଅଟେ। ସେ ଆଦାମଙ୍କର ରକ୍ତ ତା ମଧ୍ୟରେ ପ୍ରବାହିତ ହେଉଅଛି। ଆଦାମ ଅଭିଶାପ ପ୍ରାପ୍ତ ହୋଇଥିଲେ। ତେଣୁ
ମନୁଷ୍ୟ ମଧ୍ୟ ଅଭିଶାପ ପ୍ରାପ୍ତ ହେବ ହିଁ ହେବ। ସେହି ଅଭିଶାପରୁ ମୁକ୍ତ କରିବା ପାଇଁ ପ୍ରଭୁ ଯୀଶୁ ମାନବ ରୂପ ଧାରଣ କରି ତାଙ୍କର ସ୍ୱରକ୍ତରେ ଆମମାନଙ୍କୁ କିଣି ଅଛନ୍ତି। ହାଲେଲୁୟା। ଆମମାନଙ୍କୁ ତାହାଙ୍କ ରାଜ୍ୟର ଅଧିକାରୀ କରିବା ପାଇଁ ମନୋନୀତ କରିଅଛନ୍ତି। ତେଣୁ ଆପଣମାନଙ୍କର ଗୋଟେ ମନେ ପଡ଼ିଥିବ, ଗୋଟେ ବିଷୟ ମନେ ପଡ଼ିଥିବ, କ'ଣ ବୋଲି କହିଲେ, ଅନେକ ଆହୁତ ଅଳ୍ପ ଲୋକ ମନୋନୀତ, ଅନେକ ଆହୁତ ଅଳ୍ପ ଲୋକ ମନୋନୀତ। ପରମେଶ୍ୱର ସର୍ବଶକ୍ତିମାନ ପରମେଶ୍ୱର, ସର୍ବବ୍ୟାପୀ ସର୍ବ ଅନ୍ତର୍ଯାମୀ ପରମେଶ୍ୱର, ସେ ସବୁଠି ରହନ୍ତି, ସମସ୍ତଙ୍କ ହୃଦୟ ଜାଣନ୍ତି। ହେଲେ ଦାଉଦଙ୍କ ହୃଦୟକୁ ମଧ୍ୟ ପ୍ରଭୁ ଜାଣିଥିଲେ। ହାଲେଲୁୟା। ଆଦାମଙ୍କ ହୃଦୟକୁ ମଧ୍ୟ ପ୍ରଭୁ ଜାଣିଥିଲେ। ଆଦାମ ସେ ଫଳ ଖାଇବ ଏବଂ ପରମେଶ୍ୱରଙ୍କର ଆଜ୍ଞା ଲଙ୍ଘନ କରିବ ବୋଲି ମଧ୍ୟ ଜାଣିଥିଲେ। ଦାଉଦ ବତ୍ସେବା ସାଙ୍ଗେ ଭୁଲ କରିବ, ବତ୍ସେବାଙ୍କର ଆଉ ସ୍ୱାମୀଙ୍କୁ ହତ୍ୟା ନିମନ୍ତେ ଚିଠି ଲେଖିବା ବିଷୟ ମଧ୍ୟ ପରମେଶ୍ୱର ଜାଣିଛନ୍ତି। ହାଲେଲୁୟା। ହେଲେ ତାର ପ୍ରତିଫଳ, ଆମେ କରିଥିବା ପ୍ରତିଫଳ ଆମମାନଙ୍କୁ କୌଣସି ରୂପରେ ଭୋଗିବାକୁ ପଡ଼ିବ। କାରଣ ବାକ୍ୟରେ ଲେଖା ହେଇଛି, ସେ ସମସ୍ତ ମନୁଷ୍ୟ ଜାତିର ପ୍ରତିଫଳ ଦାତା। ହାଲେଲୁୟା। ସେ ଆମମାନଙ୍କୁ ପ୍ରତିଫଳ ଦିଅନ୍ତି। ଆମେମାନେ କରୁଥିବା କର୍ମ ଅନୁସାରେ ଆମେମାନେ ପ୍ରତିଫଳ ଏହି ପୃଥିବୀରେ ମଧ୍ୟ ପାଇଥାଉ। ଆମେ ମରିଗଲା ପରେ ସ୍ୱର୍ଗ ରାଜ୍ୟରେ ଯିବା ପରେ ଆମେମାନେ ସେଠି ମଧ୍ୟ ପାଇଥାଉ। ଆମମାନଙ୍କର ବିଚାର ସମୟରେ ମଧ୍ୟ ଆମେମାନେ ସେହି ପ୍ରତିଫଳ ପାଇଥାଉ। ଏହି ଜାଗାରେ ଆମେମାନେ ଦେଖୁଛୁ, ଦାଉଦ ରାଜା ପରମେଶ୍ୱରଙ୍କର ମନୋମୁକ୍ତ ଲୋକ ହେଇଥିଲେ ମଧ୍ୟ, ପରମେଶ୍ୱରଙ୍କର ଆଜ୍ଞା ଅନୁସାରେ ଚାଲୁଥିବା ଲୋକ ହେଇଥିଲେ ମଧ୍ୟ ସେ ଶୈତାନ ହାତରେ ପଡ଼ିଗଲେ। କାରଣ ଆମମାନଙ୍କ ଭିତରେ, ଆମମାନଙ୍କ ଶରୀର ଭିତରେ ପାପର ନିୟମ କାର୍ଯ୍ୟ କରୁଅଛି। ପାପର ନିୟମ କାର୍ଯ୍ୟ କରୁଥିବା ହେତୁ ସେ କୌଣସି ନା କୌଣସି ସମୟରେ ସେ ସୁଯୋଗ ପାଉଅଛି। ସେ ସୁଯୋଗ ପାଇକରି, ବାକ୍ୟ ଲେଖା ହେଇଛି, ପାପ ସୁଯୋଗ ପାଇ କ'ଣ କରୁଛୁ? ମୃତ୍ୟୁକୁ ପ୍ରସବ କରୁଅଛି। ମୋର ପ୍ରିୟ ଲୋକମାନେ, ପାପ ବୋଲିବା ଜିନିଷ ଶୈତାନ ଆମ ବିରୁଦ୍ଧରେ ସୁଯୋଗ ଖୋଜୁଥିବ। ତେଣୁ ଏବେ ଦାଉଦ ରାଜାଙ୍କର ଜୀବନରେ ସେ ବହୁତ ଦୁଃଖର ବିଷୟ, ସେ ବିଷୟ ପଢ଼ିଲେ ବହୁତ ଦୁଃଖ ଲାଗିବ। ସେ ଜିନିଷ ଯଦି ଆମେ ଚିନ୍ତା କରିବା ବହୁତ ଦୁଃଖ ଲାଗିବ। କାରଣ କ'ଣ ବୋଲି କହିଲେ, ଦାଉଦ ରାଜାଙ୍କର ଶେଷ ଗତି ସମୟରେ, ଦାଉଦ ରାଜାଙ୍କର ଶେଷ ଅବସ୍ଥାରେ ସେ ଆଉ କିଛି ବର୍ଷ ବା କିଛି ମାସ ସେ ବଞ୍ଚିବେ। ତାହାପରେ ସେ ପରମେଶ୍ୱରଙ୍କ କୋଳକୁ ପାରାଡିସକୁ ପଳେଇବେ। ହେଲେ ଏବେ ବୃଦ୍ଧ ଅବସ୍ଥାରେ ଥାଇକି ସେ ତାଙ୍କର ଦେଶ ବିଷୟରେ ଚିନ୍ତା କରୁଛନ୍ତି, ତାଙ୍କର ଲୋକମାନଙ୍କ ବିଷୟରେ ଚିନ୍ତା କରୁଛନ୍ତି, ତାହାଙ୍କର ଧନ ସମ୍ପତ୍ତି, ତାହାଙ୍କର ଲୋକମାନେ, ତାହାଙ୍କର ରାଜ୍ୟ କ'ଣ ହେଉଛି ବୋଲି ସେ ବିଷୟରେ ଚିନ୍ତା କରିବାକୁ ଚେଷ୍ଟା କଲେ। ବହୁ ପରମେଶ୍ୱରଙ୍କର ବିଧିବିଧାନ ଜାଣିଥିବା ଲୋକ ଭୁଲ କରି ବସିଲେ। ପ୍ରଭୁ କାହାର ମୁଖ୍ୟାପେକ୍ଷ କରିବେ ନାହିଁ, ପ୍ରଭୁ କାହାର ମୁହଁ ଦେଖିବେ ନାହିଁ। ସେ ସାନ ହଉ ବଡ଼ ହଉ, ପରମେଶ୍ୱର ସ୍ୱହସ୍ତ ନିର୍ମିତ ଆଦମକୁ ହିଁ ପରମେଶ୍ୱର କ୍ଷମା କଲେ ନାହିଁ। ସମୁଚିତ ଦଣ୍ଡ ଦେଇକି ଏଦେନ ଉଦ୍ୟାନରୁ ସେମାନଙ୍କୁ ତଡ଼ିଦେଲେ। ହାଲେଲୁୟା। ହେଲେ ଦାଉଦଙ୍କୁ କ'ଣ ପାଇଁ ଛାଡ଼ିବେ? ଦାଉଦଙ୍କୁ ମଧ୍ୟ ଛାଡ଼ିବେ ନାହିଁ, ତମକୁ ମଧ୍ୟ ଛାଡ଼ିବେ ନାହିଁ, ମୋତେ ମଧ୍ୟ ଛାଡ଼ିବେ ନାହିଁ। ପରମେଶ୍ୱର କାହାର ମୁଖ ଅପେକ୍ଷା କରିବେ ନାହିଁ। ପରମେଶ୍ୱର କାହାକୁ ତୁ ଏତେ ଭଲ କାମ କରିଛୁ ବୋଲି ପ୍ରଶଂସା ମଧ୍ୟ କରିବେ ନାହିଁ।
तुम भल काम करने द्वारा तुम परित्राण पाइन परमेश्वर दया प्राप्त होगा द्वारा परित्राण पाइछ। हालेलुया। भल काम अनेक लोक करती किंतु परित्राण अल्प लोक पाती। मोर प्रिय लोक माने ए जगार दाऊद राजा बाल्य काल ठारू यौवन काल ठारू वृद्धावस्था पर्यंत परमेश्वर ठारे चलिले। से बत्सबा सहित पाप कला परे मध्य अनुताप कर परमेश्वर पचरे चलिले किंतु शेष अवस्था कौन है बोल कहले शैतान रावण रे पड़गले। शैतान रावण रे दाऊद राजा पड़गले। आम पढ़ा ए वाक्य आम मैंने संक्षिप्त पढ़ा कि बोल कहले आउ एटा वर्तमान छिड़ब ना। ए वाक्य देखुवा लोक मैंने ए वाक्य को माने दैनंदिन शुणवाक चेष्टा करार अच्छे। एटा वर्तमान छिड़ब ना तथापि मु संक्षिप्त कहीकि आ शेष करी आज वाक्य आसंता काली को मध्य नेक्स्ट एपिसोड रे आमे ए वाक्य संपूर्ण भाव शुणवाक चेष्टा करिबा। हालेलुया। प्रथम वंशावली पुस्तक रे 21 पर्व रे ए पर रखा जायछि। अनंतर शैतान इस्राएल प्रतिकूल रे ठिया होई इस्राएल को गणना करिबा पई दाऊदन को प्रवर्ताइला। हालेलुया। अनंतर शैतान कौन कला इस्राएल प्रतिकूल रे ठिया हैला। परमेश्वर लोक मान प्रतिकूल रे ठिया हैला। केते साहस तार देखंतु। कारण परमेश्वर ठार से ऑर्डर मागिकी आसिला। तेणु इस्राएल प्रतिकूल रे से ठिया हेबाकू सक्षम हैला। मोर प्रिय लोक माने परमेश्वर को लोक मैंने भूल कले जाए कि परमेश्वर कौन करेंगे दंड देवे। दंड देवाई से क्या व्यवहार करें। शैतान को व्यवहार करेंगे, मृत्यु को व्यवहार करेंगे, रोग को व्यवहार करेंगे, विभिन्न प्रकार विषय वस्तु सहित तुम को दंड देवे प्रभु। हालेलुया। तो ए जगार इस्राएल मानकर प्रतिकूल रे शैतान ठिया होई इस्राएल को गणना करिबा पई दाऊदन को प्रवर्ताइला। तहिरे दाऊद जयाब को और लोक मानक अधिपति मानक कहले जाओ बेरसेबा ठारू दान पर्यंत इस्राएल को गणना करी मो निकट को संवाद आण। तहिरे मु सेमानकर संख्या जानिबी। शेष अवस्था रे रहिबा समय रे एई प्रकार गोटे चिंताधारा शैतान तांको जीवन रे आनी पकेला। शैतान तांको जीवन रे आनिला। तुम राज्य लोक कौन कौन पलाउछंती, तुम राज्य कौन हो जाउछि जानिछ कि बोली शैतान जीवन दाऊदन जीवन शैतान कौन कला गोटे भय बोलवा जिनस जात करदेला। दाऊदन जीवन रे गोटे डाउट गोटे संदेह बोलवा जिनस गोटे आनिकी पहुंचेला ए षड्यंत्रकारी शैतान। हालेलुया। सेते बेले दाऊद राजा देशर अधिपति मानकू जयाबंकु शतसेनापति जयाबंकु कौन कले गणना जनगणना करबा निमंते आओ पठेला पर से कहते तुम्हें सबू जाकरी बेरसबा ठारू दान पर्यंत तुम्हें केते लोक अच्छा समस्त को गणिक आस मुझे संख्या जानवा चाहूँ। हालेलुया। जयाब कहला एतिरे जयाब कहला एबे जेते अछंती सदाप्रभु तईर शतगुण अधिक आपना लोकंकु वृद्धि करंतु। मात्र हे मो प्रभु महाराज से समस्ते कौन मो प्रभुंकर दास नुहंती? काहेकि मो प्रभु यह करने चाहूँगी?
କାହିଁକି ସେ ଇସ୍ରାଏଲର ଅପରାଧ କାରଣ ହେବେ। ହାଲେଲୁୟା। ଇସ୍ରାଏଲର ଅପରାଧର କାରଣ ହେବାକୁ ଯାଉଛି। ସାଧାରଣ ମନୁଷ୍ୟ ଯଦି ଭୁଲ କଲେ ସେଟା ଗୋଟେ ପ୍ରକାର ଥିବ। ସାଧାରଣ ଲୋକ ଯଦି ଭୁଲ କଲେ ଛୋଟ ଦଣ୍ଡ ଦେଇକି ଛାଡ଼ିଦେବେ। କିନ୍ତୁ ଏଠି ମହାରାଜା ଭୁଲ କରି ବସୁଛନ୍ତି। ମହାରାଜା ବର୍ତ୍ତମାନ ଭୁଲ କରୁଛନ୍ତି। ଇସ୍ରାଏଲ ଲୋକମାନଙ୍କୁ କ'ଣ କରୁଛନ୍ତି? ଇସ୍ରାଏଲ ଲୋକମାନଙ୍କର ଅପରାଧ କରାଉଅଛନ୍ତି। ଇସ୍ରାଏଲ ଲୋକମାନଙ୍କୁ ଅପରାଧ କରାଉଅଛନ୍ତି। ହାଲେଲୁୟା। ତଥାପି ଜୟାବ ପ୍ରତି ରାଜାଙ୍କର ବାକ୍ୟ ପ୍ରବଳ ହେଲା। ଏହେତୁ ବୋଆଜ ପ୍ରସ୍ଥାନ କରି ସମୁଦାୟ ଇସ୍ରାଏଲ ମଧ୍ୟରେ ଭ୍ରମଣ କରି ଜେରୁସାଲେମରେ ଉପସ୍ଥିତ ହେଲା। ହାଲେଲୁୟା। ଏବେ କ'ଣ ହେଲା ବୋଲି କହିଲେ, ଜୟାବ ସବୁ ଇସ୍ରାଏଲର ବୁଲିକିରି, ଇସ୍ରାଏଲ ସାରା ବୁଲିକିରି, ଜିହୁଦା ଇସ୍ରାଏଲ ସବୁ ବୁଲିକିରି ଆଉ ଜେରୁସାଲେମକୁ ଆସିଲେ। ହାଲେଲୁୟା। ପୁଣି ଜୟାବ ଦାଉଦଙ୍କ ନିକଟରେ ଗଣିତ ଲୋକମାନଙ୍କର ସଂଖ୍ୟା ସମର୍ପଣ କଲା। ତହିଁରେ ସମସ୍ତ ଇସ୍ରାଏଲ 11,00,000 ଖଡ଼୍ଗଧାରୀ ଲୋକ ଓ ଜିହୁଦାର 4,70,000 ଖଡ଼୍ଗଧାରୀ ଲୋକ ଥିଲେ। ମାତ୍ର ସେ ସେମାନଙ୍କ ମଧ୍ୟରେ ଲେବୀ ଓ ବିନ୍ୟାମୀନ ଲୋକମାନଙ୍କୁ ଗଣନା କଲା ନାହିଁ, କାରଣ ଜୟାବ ପ୍ରତି ରାଜାଙ୍କର ବାକ୍ୟ ଘୃଣାଯୋଗ୍ୟ ଥିଲା। ହାଲେଲୁୟା। ଆଉ ପରମେଶ୍ୱର ଏହି କାର୍ଯ୍ୟରେ ଅସନ୍ତୁଷ୍ଟ ହେଲେ। ଏହି କାର୍ଯ୍ୟରେ ପରମେଶ୍ୱର ଅସନ୍ତୁଷ୍ଟ ହେଲେ। ଏହି ହେତୁ ସେ ଇସ୍ରାଏଲକୁ ଆଘାତ କଲେ। ତହିଁରେ ଦାଉଦ ପରମେଶ୍ୱରଙ୍କୁ କହିଲେ, ଏହି କର୍ମ କରିବାରେ ମୁଁ ମହାପାପ କରିଅଛି। ମାତ୍ର ଏବେ ମୁଁ ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର, କାରଣ ମୁଁ ଅତି ମୂର୍ଖର କର୍ମ କରିଅଛି। ଏଥିରେ ସଦାପ୍ରଭୁ ଦାଉଦଙ୍କର ଦର୍ଶକ ଗାଦଙ୍କୁ କହିଲେ। ଏଥିରେ ସଦାପ୍ରଭୁ ଦାଉଦଙ୍କର ଦର୍ଶକ ଗାଦଙ୍କୁ କହିଲେ, ଯାଅ ଦାଉଦକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ ଆଗରେ 3 କଥା ରଖିଅଛୁ। ତହିଁ ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କର, ତାହା ହିଁ ଆମେ ତୁମ ପ୍ରତି କରିବୁ। ହାଲେଲୁୟା। ଏବେ ଏ କାମ କରିବା ହେତୁ, କି କାମ କରିବା ହେତୁ? ଜନଗଣନା କରିବା ହେତୁ ରାଜାଙ୍କ ପ୍ରତି ପରମେଶ୍ୱରଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା। ପରମେଶ୍ୱର ଅସନ୍ତୁଷ୍ଟ ହେଲେ। ପରମେଶ୍ୱର ଅସନ୍ତୁଷ୍ଟ ହେବା କାର୍ଯ୍ୟ ଦାଉଦ କେବେ ବି କରୁନଥିଲେ। ପରମେଶ୍ୱରଙ୍କୁ ଯେଉଁମାନେ ଯଦି ତୁଚ୍ଛ କରିବେ, ତାହାଙ୍କର ପରିସ୍ଥିତି ବଡ଼ ଭୟଙ୍କର ହେଇଯାଉଥିଲା, କାରଣ ଦାଉଦ ସେ ପ୍ରକାର ଥିଲେ। ହାଲେଲୁୟା। ହେଲେ ବର୍ତ୍ତମାନ ଦାଉଦ ହିଁ ପରମେଶ୍ୱରଙ୍କ ବିରୁଦ୍ଧ ଆଚରଣ କଲେ। ତେଣୁ ପରମେଶ୍ୱର ଅସନ୍ତୁଷ୍ଟ ହେଲେ। ପରମେଶ୍ୱର ଅସନ୍ତୁଷ୍ଟ ହୋଇ ଇସ୍ରାଏଲକୁ ଆଘାତ କଲେ। ହାଲେଲୁୟା। ଇସ୍ରାଏଲକୁ ଯେତେବେଳେ ଆଘାତ କଲେ, ଦାଉଦ ରାଜା ବଡ଼ ଚାଲାକିଟା ନା, ସାଙ୍ଗେ ସାଙ୍ଗେ ଜାଣିଦେଲେ ମୁଁ କରିବା କାମ ବହୁତ ଭୁଲ କାମ କରିଛି। ତହିଁ ଦାଉଦ ପରମେଶ୍ୱରଙ୍କୁ କହିଲେ, ଏହି କର୍ମ କରିବାରେ ମୁଁ ମହାପାପ କରିଅଛି। ପାପ କରିବା ପୂର୍ବରୁ ସେ କଥା ଟିକେ ଜାଣିଥିଲେ ହେଇଥାନ୍ତା। ପାପ କରିବା ପୂର୍ବରୁ ଟିକେ ବିବେଚନା କର। ଭୁଲ କାମ କରିବା ପୂର୍ବରୁ ଟିକେ ଚିନ୍ତା କରିବାକୁ ପଡ଼ିବ। ଦାଉଦ ରାଜା ବହୁତ ଚିନ୍ତା କରିବା ଲୋକ, ବହୁତ ଜାଣିବା ଲୋକ, ତଥାପି ଚିନ୍ତା କଲେ ନାହିଁ। ସେ ଏବେ ପରମେଶ୍ୱରଙ୍କ ନିକଟରେ କହୁଛନ୍ତି, ମୁଁ ମହାପାପ କରିଅଛି। ମାତ୍ର ଏବେ ମୁଁ ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କରିଦିଅ। ପ୍ରଭୁଙ୍କଠାରେ ପ୍ରାର୍ଥନା କରିବାଟା ଦାଉଦଙ୍କୁ ବେଶୀ ଅଭ୍ୟାସ ହେଇଯାଇଛି। ପ୍ରଭୁଙ୍କଠାରେ କ୍ଷମା ମାଗିବାର, ପ୍ରଭୁ ନିଶ୍ଚିତ ଭାବରେ କ୍ଷମା ଦେବେ ବୋଲି ଜାଣିଛନ୍ତି। କିନ୍ତୁ ଦାଉଦ ରାଜା ଭାବିଲା ପରେ କିଛି ହେଇପାରିଲା ନାହିଁ। ହାଲେଲୁୟା। ପ୍ରଭୁ ମୁଁ ବେଶୀ ବଡ଼ ପାପ କରିଦେଇଛି। ବେତ୍ସବା ସହିତ ଭୁଲ କରିବା ବୋଲି ମଧ୍ୟ ସେଇ ପ୍ରକାର କହିଲା।
ବତ୍ସେବା ସହିତ ଭୁଲ କରିବା ସମୟରେ ମଧ୍ୟ ସେ ପ୍ରକାର ମାନେ ପରମେଶ୍ୱରଙ୍କୁ କୁଲ କରିବାକୁ ପରମେଶ୍ୱର ନିକଟରେ ଭୟଙ୍କର ପ୍ରାର୍ଥନା କଲେ। ଏବେ ମଧ୍ୟ ଜନଗଣନା ପାଇଁ ତାଙ୍କର ଦାସ ଜୟାବ ମନା କରୁଥିଲେ ମଧ୍ୟ ଅଧିକରୁ ଅଧିକ ପ୍ରେସର ଦେଲେ। ରାଜା ହେଇଥିବାରୁ ସେ ତାଙ୍କର ରାଜା ପାୱାର ଦେଖେଇଲେ, ରାଜାଙ୍କର ପାୱାର ଦେଖେଇଲେ। ତେଣୁ ଆଉ ସତ ସେନାପତି ଆଉ କ'ଣ କରିବ? ରାଜା ଆଜ୍ଞା ଯଦି ଲଙ୍ଘନ କରିବ ତାର ବେକ କଟାଯିବ। ତେଣୁ ସେ କ'ଣ କଲେ? ତାଙ୍କର କାର୍ଯ୍ୟ ତାଙ୍କର ଡ୍ୟୁଟି ତାଙ୍କେ କଲେ। ଏବେ ବର୍ତ୍ତମାନ ଆଜ୍ଞାଙ୍କର ଡ୍ୟୁଟି ଆସିଛି। କି ଡ୍ୟୁଟି ବୋଲି କହିଲେ କ୍ଷମା ମାଗିବା ଡ୍ୟୁଟି। ହାଲେଲୁୟା। ପରମେଶ୍ୱର ନିକଟରେ ହେ ପ୍ରଭୁ ମୁଁ ଏ କର୍ମ କରିଛି, ଏ କର୍ମ କରିବା ହେତୁ ମୁଁ ମହାପାପ କରିଅଛି, କ୍ଷମା ମାଗିବା ଡ୍ୟୁଟି। ହାଲେଲୁୟା। ପ୍ରଭୁଙ୍କ ନିକଟରେ କ୍ଷମା ମାଗିବା ଡ୍ୟୁଟି ମହାରାଜା କରୁଅଛନ୍ତି। ମାତ୍ର ଏବେ ମୁଁ ବିନୟ କରୁଅଛି। ମୁଁ ତ ପାପ କରିଦେଇଛି, ମୁଁ ତ ଭୁଲ କରିଦେଇଛି ପ୍ରଭୁ। ମୁଁ ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର, କାରଣ ମୁଁ ଅତି ମୂର୍ଖର କାମ କରିଅଛି। ମୋର ଲାଇଫ ସାରା ଭଲ ଭଲ କାମ କଲି, ଏ ବୁଢ଼ା ବୟସରେ ମୋତେ ଏ କି ବୁଦ୍ଧି ପଡ଼ିଲା? ମୁଁ ଶୈତାନର କଥା ଶୁଣିକିରି ପ୍ରଭୁ ମୁଁ ବଡ଼ ମୂର୍ଖର କାମ କରିଅଛି। ତୁମ ଦାସଙ୍କର ଅପରାଧ କ୍ଷମା କର ପ୍ରଭୁ ବୋଲି କହିଲେ। ହାଲେଲୁୟା। ଏଥିରେ ସଦାପ୍ରଭୁ ଦାଉଦଙ୍କର ଦର୍ଶକ ଗାଦକୁ କହିଲେ। ଦାଉଦଙ୍କ ଉପରେ ପରମେଶ୍ୱର ରୁଷିଲେ, ଦାଉଦଙ୍କ ଉପରେ ପରମେଶ୍ୱର ରାଗିଲେ। ହାଲେଲୁୟା। ତେଣୁ ପରମେଶ୍ୱର ଦାଉଦଙ୍କ ସହିତ କଥା ହେଉନାହାନ୍ତି, ମାତ୍ର ଗାଦଙ୍କୁ କହିଲେ। ଗାଦ ପାଷ୍ଟର ଆଜ୍ଞା ଅଛନ୍ତି। ଏଥିରେ ସଦାପ୍ରଭୁ ଦାଉଦଙ୍କର ଦର୍ଶନ ପରମେଶ୍ୱର ଦାଉଦଙ୍କ ପ୍ରତି କ'ଣ ଘଟିବ ସେ ସବୁ ବିଷୟ ଆଉ ପରମେଶ୍ୱର କହୁଥିବା ବିଷୟ ସବୁ ଦାଉଦଙ୍କୁ କହିବା ପାଇଁ ମେଡିଟର ଟାଇପ୍ର, ମାନେ ତାକୁ କ'ଣ କହିବେ, କବର ଦେବା ବାହକ, ପୋଷ୍ଟମ୍ୟାନ୍। ହାଲେଲୁୟା। ଗାଦଙ୍କୁ କହିଲେ, ପରମେଶ୍ୱର ଗାଦଙ୍କୁ କହିଲେ, ଦାଉଦଙ୍କୁ କିଛି କହିନାହାନ୍ତି। ତମେ ଯାଇକି ଯାଅ ଦାଉଦଙ୍କୁ କୁହ, ସଦାପ୍ରଭୁ ଏଇ କଥା କହନ୍ତି, ମୁଁ କହିବା କଥା ଦାଉଦ ରାଜାଙ୍କୁ ଯାଇକି କୁହ। କ'ଣ ସେ କଥା କହିଲେ? ତୁମ ଆଗରେ ସଦାପ୍ରଭୁ କହୁଛନ୍ତି, ତୁମ ଆଗରେ ତିନିଟା କଥା ରଖୁଛନ୍ତି ପ୍ରଭୁ, ତିନିଟା କଥା ରଖୁଛନ୍ତି। ତଇ ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କର। ତୁମ ଆଗରେ ତିନିଟା ଅପସନ ରଖୁଛନ୍ତି ପ୍ରଭୁ। ଦାଉଦ ରାଜା ଆଜ୍ଞା, ଆପଣ ତ ବଡ଼ ରାଜା, ଆପଣଙ୍କୁ କେହି ମଧ୍ୟ ରଖିପାରେ ନାହିଁ। ଆପଣଙ୍କର ଯାହା ଇଚ୍ଛା ଆପଣ ତ ସଦାପ୍ରଭୁ ପରମେଶ୍ୱରଙ୍କୁ ପଚାରି କରୁଛନ୍ତି। ହେଲେ ଏଇ କାମ କ'ଣ ପାଇଁ ପରମେଶ୍ୱରଙ୍କୁ ପଚାରିଲେ ନାହିଁ? ଏଇ କାମ କରିବା ପାଇଁ ପରମେଶ୍ୱରଙ୍କୁ ନ ପଚାରୁନୁ ଶୈତାନର କଥା ଶୁଣିଲେ, ଶୈତାନର କଥାରେ ଚାଲିଲେ। ପୁଣି ତୁମର ଜୀବନର ଶେଷ ସମୟରେ, ଏ ବୃଦ୍ଧ ସମୟରେ ଶୈତାନର କଥା ଶୁଣିଲ। ତେଣୁ ପରମେଶ୍ୱର ତୁମକୁ କିଛି କହୁନାହାନ୍ତି ଯେ ଗୋଟେ ତିନିଟା କଥା ତୁମ ଆଗରେ ରଖୁଛନ୍ତି, ତିନିଟା ଅପସନ ତୁମ ଆଗରେ ରଖୁଅଛନ୍ତି। ତାହା ମଧ୍ୟରୁ ଗୋଟେ ଅପସନକୁ ଆପଣ ବାଛନ୍ତୁ, ତାହା ଆପଣଙ୍କ ପ୍ରତି ପରମେଶ୍ୱର ଘଟେଇବେ। ହାଲେଲୁୟା। ତାହା ହିଁ ଆମେ ତୁମ ପ୍ରତି କରିବୁ ବୋଲି ପ୍ରଭୁ କହିଲେ ଆଜ୍ଞା।
ଆପଣ ବାଛନ୍ତୁ। ଆପଣ ବାଛିଲା ପରେ ସେ ଅପସନ୍ ଧରିକି ମୁଁ ପ୍ରଭୁଙ୍କ ପାଖକୁ ଯିବି ବୋଲି ସେ ଦର୍ଶକ ଦାଉଦଙ୍କର ଦର୍ଶକ ଗାଦଙ୍କୁ ପରମେଶ୍ୱର କହିଲେ। ପରମେଶ୍ୱର ଦାଉଦଙ୍କୁ କ'ଣ କଲେ? ଦାଉଦଙ୍କର ଦର୍ଶକ ଗାଦ ଦାଉଦଙ୍କୁ କହିଲେ, ଆପଣ ବାଛନ୍ତୁ ଆଜ୍ଞା, ମୁଁ ଯାଇକି ପରମେଶ୍ୱରଙ୍କ କଥା ପହଞ୍ଚେଇବି। ହାଲେଲୁୟା। ତହିଁରେ ଗାଦ ଦାଉଦଙ୍କ ନିକଟକୁ ଆସି ତାଙ୍କୁ କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଯାହା ତୁମର ଇଚ୍ଛା ତାହା ଗ୍ରହଣ କର। 3 ବର୍ଷ ଦୁର୍ଭିକ୍ଷ ହେବ। ନମ୍ବର 1 ଅପସନ୍। ଅବା ତୁମେ ଆପଣା ବିପକ୍ଷମାନଙ୍କ ସମ୍ମୁଖରେ 3 ମାସ ପର୍ଯ୍ୟନ୍ତ କ୍ଷୀଣ ହୁଅନ୍ତେ, ତୁମ ଶତ୍ରୁମାନଙ୍କ ଖଡ଼୍ଗ ତୁମକୁ ଧରିବ। ସେକେଣ୍ଡ ଅପସନ୍। କି ଅବା 3 ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଖଡ଼୍ଗ ଭ୍ରମଣ କରିବ। ଥାର୍ଡ଼ ଅପସନ୍। ଅର୍ଥାତ୍ ଦେଶରେ ମହାମାରୀ ହେବ। ଇସ୍ରାଏଲର ସମସ୍ତ ଅଞ୍ଚଳରେ ସଦାପ୍ରଭୁଙ୍କର ଦୂତ ବିନାଶ କରିବ। ଫେରି ମୋ ପ୍ରେରଣକର୍ତ୍ତାଙ୍କୁ ମୁଁ ଫେରି କି ଉତ୍ତର ଦେବି, ତାହା ଏବେ ବିବେଚନା କର। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଏବେ ଦାଉଦଙ୍କ ଉପରେ ସମସ୍ତ ବିଷୟ ଛାଡ଼ିଦେଲେ ଗାଦ ଦର୍ଶକ ଆଜ୍ଞା। ହାଲେଲୁୟା। ତ ଏବେ ଦାଉଦ ଆଜ୍ଞା କ'ଣ କରିବାର ଅଛି? ଦାଉଦ ରାଜା କ'ଣ କରିବାର ଅଛି ବୋଲି କହିଲେ, ଅପସନ୍ ବାଛିବାର ଅଛି। କଥାଟି ବାଛିବାର ଅଛି। 3ଟା ଅପସନ୍ ମଧ୍ୟ ବଡ଼ ଭୟଙ୍କର ଅପସନ୍ ଗୁଡ଼ାକ। 3ଟି ବିଷୟ ମଧ୍ୟ ବଡ଼ ଭୟଙ୍କର ଅଛି। କୌଣସି ବିଷୟରେ ସୁଯୋଗ କିଛି ନାହିଁ। ପିଟେଇ କିଣିବାର ବାଟ ଦୁଶୁନି। ହାଲେଲୁୟା। ତ ସେ କ'ଣ କହିଲେ ବୋଲି କହିଲେ, ସେ ଲେଖା ହେଇଛି, ମୁଁ କି ଉତ୍ତର ଦେବି ସେ ବିଷୟରେ ତୁମେ ମୋତେ କୁହ। ତୁମେ ବିବେଚନା କରିକି ମୋତେ କୁହ। ତହିଁରେ ଦାଉଦ ଗାଦଙ୍କୁ କହିଲେ, ମୁଁ ବଡ଼ ଅକଳରେ ପଡ଼ିଲି। ମୁଁ ସଦାପ୍ରଭୁଙ୍କ ହସ୍ତରେ ପଡ଼େ, କାରଣ ତାହାଙ୍କର ଦୟା ଅତି ପ୍ରଚୁର। ମାତ୍ର ମୁଁ ମନୁଷ୍ୟ ହସ୍ତରେ ନ ପଡ଼େ। ତହିଁ ସଦାପ୍ରଭୁ ଇସ୍ରାଏଲ ଉପରେ ମହାମାରୀ ପଠାଇଲେ। ତହିଁରେ ଇସ୍ରାଏଲ ମଧ୍ୟରୁ 70,000 ଲୋକ ମରା ପଡ଼ିଲେ। ହାଲେଲୁୟା। 70,000 ଲୋକ ସାପା ହେଇଗଲେ। ପ୍ରେଜ୍ ଦ ଲର୍ଡ। 70,000 ଲୋକଙ୍କର ମୃତ୍ୟୁର କାରଣ ହେଲେ ମହାରାଜା। ହାଲେଲୁୟା। ତେଣୁ ମୋର ପ୍ରିୟ ଲୋକମାନେ, ଆମମାନଙ୍କୁ କ'ଣ ପାଇଁ ରୋଗ ଆସୁଛି କି? ଆମମାନଙ୍କୁ କ'ଣ ପାଇଁ ଦୁଃଖ ଆସୁଛି? ଆମମାନଙ୍କର ପ୍ରାର୍ଥନା କ'ଣ ପାଇଁ ପ୍ରଭୁ ଶୁଣୁନାହାନ୍ତି ବୋଲେ, ଆମେମାନେ କରୁଥିବା ଭୁଲ ପାଇଁ, ଆମେମାନେ ଶୈତାନକୁ ସୁଯୋଗ ଦେବା ହେତୁ, ଆମେମାନେ ପରମେଶ୍ୱରଙ୍କର ଆଜ୍ଞା ଲଙ୍ଘନ କରିବା ହେତୁ। ରବିବାର ପରମେଶ୍ୱରଙ୍କର ଆରାଧନା ଉପାସନା ଅଛି ବୋଲି କହିଲେ ଲୋକମାନେ କୁଆଡ଼େ ଯାଉଥିବେ, ତାଙ୍କର ହିସାବ ନଥିବ। ଜୀବିକା କ୍ଷେତ୍ରରେ ଆସକ୍ତ, ମଦ୍ୟପାନରେ ଆସକ୍ତ, ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ଜାଗତିକ ଶାରୀରିକ ବିଷୟରେ ଆସକ୍ତ ହୋଇ ପରମେଶ୍ୱରଙ୍କର ବିରୁଦ୍ଧାଚରଣ କରିବା ଲୋକମାନଙ୍କୁ ପରମେଶ୍ୱର ନିଶ୍ଚିତ ଭାବରେ ଦଣ୍ଡ ଦେବେ। ସେହି ଦଣ୍ଡର ଶିକାର ନିଶ୍ଚିତ ଭାବରେ ତୁମେ ହେବ। ତେଣୁ ଆଜିର ବାକ୍ୟ ତୁମମାନଙ୍କ ଜୀବନର କାର୍ଯ୍ୟ କରୁ ବୋଲି ପ୍ରାର୍ଥନା କରିବା। ଆସନ୍ତୁ ଆମେମାନେ ପ୍ରାର୍ଥନା କରିବା। ଅବଶିଷ୍ଟ ବିଷୟ ଆମେମାନେ ଆସନ୍ତା ଭିଡ଼ିଓରେ ଦେଖିବା। ଆମମାନଙ୍କର ସିୟନ ମଣ୍ଡଳୀର ବାକ୍ୟ ଆପଣମାନେ ସଦାସର୍ବଦା ସବୁବେଳେ ଶୁଣନ୍ତୁ ଏବଂ ଆତ୍ମିକତାରେ ବୃଦ୍ଧି ପାଆନ୍ତୁ ବୋଲି ମୁଁ ଆଶା କରୁଅଛି। ପ୍ରାର୍ଥନା କରିବା। ଆଖି ବନ୍ଦ କରନ୍ତୁ, ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତକାରୀ ସଦା ପ୍ରଭୁ ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ପ୍ରଭୁ ଆଜି ପରମେଶ୍ୱର ଦାଉଦଙ୍କ ଜୀବନର ପରମେଶ୍ୱର, ତୁମେ ଯେ ପରମେଶ୍ୱର ଦାଉଦ ହେଉନା କାହିଁକି, ଆଦମ ହେଉନା କାହିଁକି, ଆମେ ହେଉନା କାହିଁକି, ଯାହା କହିଲେ ମଧ୍ୟ ପ୍ରଭୁ ତୁମ ମୁଖାପେକ୍ଷା କରିବ ନାହିଁ ପରମେଶ୍ୱର। ତୁମେ ଯେ ନ୍ୟାୟବାନ ପରମେଶ୍ୱର, ତୁମେ ଯେ ପ୍ରଭୁ ଆମମାନଙ୍କର ପରମେଶ୍ୱର ନ୍ୟାୟ ବିଚାର କର୍ତ୍ତା ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ତୁମର ଇଚ୍ଛା ବି ମୋତେ ପ୍ରଭୁ ଆମମାନଙ୍କ ଜୀବନର ଗଠୁ
आमे केवल तुम हस्तर पड़ू परमेश्वर तुम्हें ही आम जहाँ कले मत परमेश्वर तुम दया केवल आम चाहूँछु तुम जे प्रेमर सागर हो प्रभु प्रेमर आकार परमेश्वर तुम जहाँ दया कर तुम अनुग्रह प्रभु आमको आशीर्वाद कर तुम विरुद्धाचरण सबको जीशु को नाम दूर कर तुम प्रेम तुम दया तुम अनुग्रह सदा सर्वदा आम सहित बोली जीशु को नाम प्रार्थना कले प्रभु आमेन आमेन प्रेज द लॉर्ड।